ପୂର୍ତ୍ତ ବିଭାଗ ସାଜିଛି କୁମ୍ଭକର୍ଣ୍ଣ। ପାଇକ ସାହି ଠାକୁରଗଡ଼ ରାସ୍ତା ଏବେ ମରଣ ଯନ୍ତା। ଜନସାଧାରଣଙ୍କ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଅନୁଗୁଳ ଜିଲ୍ଲା ବଇଣ୍ଡା ପୂର୍ତ୍ତ ବିଭାଗର ବେପାରୁଆ ମନୋଭାବ ଯୋଗୁଁ ଏବେ ସାଧାରଣ ଜୀବନ ବିପନ୍ନ। ଆଠମଲ୍ଲିକ ବ୍ଲକ ଅଧୀନସ୍ଥ ଠାକୁରଗଡ଼ରୁ ପାଇକ ସାହିକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ଖଜୁରୀଯୋଡ଼ା ପୋଲ ଏବେ ରକ୍ତମୁଖା ପାଲଟିଛି। ବିଭାଗୀୟ ଅବହେଳାର ପରାକାଷ୍ଠା ଦେଖିବାକୁ ମିଳିଛି ଖଜୁରୀଯୋଡ଼ା ପୋଲ ଉପରେ। ପୋଲର ଛାତରୁ ସିମେଣ୍ଟ କଂକ୍ରିଟ ଉଠି ଯାଇଥିବା ବେଳେ ପ୍ରାୟ 2 ଫୁଟ ଲେଖାଏଁ ଲୁହା ରଡ଼ ବାହାରକୁ ବାହାରି ରହିଛି, ଯାହାକି ଯାତାୟାତ କରୁଥିବା ଗାଡ଼ିଗୁଡ଼ିକୁ ପାଇଁ ଏକ ସୁଚିନ୍ତିତ ମରଣଯନ୍ତା ସଦୃଶ ହୋଇଛି। ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ 2 ଚକିଆ ଯାନ ଠାରୁ ଆରମ୍ଭ କରି 12 ଚକିଆ 26 ଚକିଆ ବିଶିଷ୍ଟ ଭାରୀ ଯାନ ଚଳାଚଳ କରୁଛି। ରାସ୍ତାରୁ ବାହାରୁଥିବା ଲୁହା ରଡ଼ଗୁଡ଼ିକ ଯେକୌଣସି ମୁହୂର୍ତ୍ତରେ ଗାଡ଼ିର ଚକକୁ ଫାଟେଇ ଦେଇ ଭୟଙ୍କର ଦୁର୍ଘଟଣା ଘଟାଇବାର ଆଶଙ୍କା ରହିଛି। ଯଦି କୌଣସି ବଡ଼ ଧରଣର ଦୁର୍ଘଟଣା ଘଟେ ଏବଂ କାହାର ପ୍ରାଣହାନି ହୁଏ, ତେବେ ସେଥିପାଇଁ ଦାୟୀ କିଏ ରହିବ ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଗମ୍ଭୀର ସମସ୍ୟା ନେଇ ବଇଣ୍ଡା ପୂର୍ତ୍ତ ବିଭାଗକୁ ବାରମ୍ବାର ଆପତ୍ତି ଓ ଅଭିଯୋଗ କରାଯାଇଛି, କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ ଯେପରି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ଲୋକଙ୍କ ସମସ୍ୟା ପ୍ରତି ସାମାନ୍ୟତମ ତିଳେ ମାତ୍ର ଭୟ କିମ୍ବା ଦରଦ ବିଭାଗ ପାଖରେ ନଥିବା ଭଳି ମନେ ହେଉଛି। ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଥିବାରୁ ଜିଲ୍ଲା ପ୍ରଶାସନ ଓ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବା ଜରୁରୀ। ଖଜୁରୀଯୋଡ଼ା ପୋଲ ଉପରେ ଥିବା ଏହି ମରଣଯନ୍ତାରୁ ଲୋକଙ୍କୁ ମୁକ୍ତି ଦେବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ କରିବାକୁ ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି। ବ୍ୟୁରୋ ରିପୋର୍ଟ, ଆଠମଲ୍ଲିକ ସମାଚାର।